Hello students, welcome to ML Odia. Important 15ଟି ଦରଖାସ୍ତ ଓ ପତ୍ର ଲେଖନ ସମସ୍ତ ଆର୍ଟ୍ସ କମର୍ସ ସାଇନ୍ସ ରେଗୁଲାର ଆଣ୍ଡ ଏକ୍ସ ରେଗୁଲାର ଷ୍ଟୁଡେଣ୍ଟ ମାନଙ୍କ ପାଇଁ ଏକ୍ସାମିନେସନ୍ 2024ରେ ଆସିବାକୁ ଥିବା କ୍ୱେଶ୍ଚିନ୍ସ। ଆଚ୍ଛା, ମୁଁ ଏବେ ଗୋଟେ ପଢ଼ୁଛି। ପିଲାମାନେ ଯେଉଁମାନେ ଚ୍ୟାନେଲକୁ ନୂଆରେ ଆସିଛ ଚ୍ୟାନେଲଟି ସବସ୍କ୍ରାଇବ୍ କରିନିଅ। ଚାଲ ଦେଖିବା କ୍ୱେଶ୍ଚିନ୍ ନମ୍ବର 1। ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଜନସଚେତନ ଉଦ୍ଦେଶ୍ୟରେ ସମ୍ପାଦକଙ୍କ ପାଖକୁ ପତ୍ର ଲେଖ। 2 ନମ୍ବର, ସହରରେ ବଢ଼ୁଥିବା ଅପରାଧ ରୋକିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ପତ୍ର ଲେଖ ବା ଦରଖାସ୍ତ ଲେଖ। 3 ନମ୍ବର, ତୁମ ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କୋଭିଡ୍-19 ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖକୁ ଦରଖାସ୍ତ ଲେଖ। ନମ୍ବର 4, ସାଇବର ଠକେଇ ସଚେତନ ପାଇଁ ତୁମ ବଡ଼ ଭାଇଙ୍କ ପାଖକୁ ପତ୍ର ଲେଖ। 5 ନମ୍ବର, ତୁମ ଗ୍ରାମର ପାନୀୟ ଜଳ ଅଭାବ ଦୂର କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ଦରଖାସ୍ତ ଲେଖ। ନମ୍ବର 6, ତୁମ ଅଞ୍ଚଳରେ ହେଉଥିବା ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଲେଖ। 7 ନମ୍ବର, ତୁମ ସହରରେ ବାରମ୍ବାର ହେଉଥିବା ଚୋରି ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଏତଲା ଲେଖ। 8 ନମ୍ବର, ଅରଣ୍ୟ ସମ୍ପଦର ଚୋରି ଓ ବେଆଇନ ବନ୍ୟଜନ୍ତୁଙ୍କ ଶିକାର ନିୟନ୍ତ୍ରଣ ପାଇଁ ବନ ଅଧିକାରୀଙ୍କ ପାଖକୁ ଦରଖାସ୍ତ ଲେଖ। ନେକ୍ସଟ ଦେଖ 9 ନମ୍ବର, କ୍ୟାନ୍ସରରେ ପୀଡ଼ିତ ଭାଇଙ୍କ ପାଇଁ ଆର୍ଥିକ ସାହାଯ୍ୟ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କ ପାଖକୁ ନହେଲେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନହେଲେ ମୁଖ୍ୟ ସଚିବ ପାଖକୁ ପତ୍ର ଲେଖ। ଏମିତି ଆସିପାରେ ପିଲାମାନେ। ଆଚ୍ଛା, ତାପରେ ଯିବା 10 ନମ୍ବର। 10 ନମ୍ବର, ମହାମାରୀ ଓ ହଇଜା ପ୍ରଭାବିତ ଅଞ୍ଚଳର ଦୁରାବସ୍ଥା ବିଷୟରେ ସମ୍ପାଦକଙ୍କୁ ପତ୍ର ଲେଖ। ପୁଣି ସମ୍ବାଦପତ୍ରର ସମ୍ପାଦକଙ୍କ ପାଖକୁ ଲେଖ, ତାର ଅର୍ଥ। ନେକ୍ସଟ ଦେଖ, ବନ୍ୟା ପୀଡ଼ିତ ଅଞ୍ଚଳରେ ରିଲିଫ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଲେଖ। ଯେମିତି 12 ନମ୍ବର ଦେଖ, ଗଣମାଧ୍ୟମରେ ଅଶ୍ଳୀଳ ବିଜ୍ଞାପନ ରୋକିବା ନିମନ୍ତେ ସମ୍ବାଦପତ୍ରର ସମ୍ପାଦକଙ୍କୁ ପତ୍ର ଲେଖ। 13 ନମ୍ବର, କୌଣସି ଏକ ଦର୍ଶନୀୟ ସ୍ଥାନ ବିଷୟରେ ବନ୍ଧୁଙ୍କ ପାଖକୁ ପତ୍ର ଲେଖ। 14 ନମ୍ବର, ତୁମ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଜନିତ ସମସ୍ୟା ଉପରେ ବିଦ୍ୟୁତ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ। ଲାଷ୍ଟ 15 ନମ୍ବର ପିଲାମାନେ, ତୁମ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ଅସୁବିଧା ନିବାରଣ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖକୁ ଦରଖାସ୍ତ ଲେଖ। ତ ଏରେ ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ବିଷୟ କ'ଣ ବୋଲେ ଗମନାଗମନ ଅସୁବିଧା, ସାଇବର ଠକେଇ ବା ସାଇବର ଅପରାଧ, ବାରମ୍ବାର ହେଉଥିବା ଚୋରି ଓ ଡକାୟତ ଉପରେ, ନେକ୍ସଟ ବନ୍ୟ ବା ଅରଣ୍ୟ ସମ୍ପଦର ଚୋରି ଓ ବେଆଇନ ବନ୍ୟଜନ୍ତୁ ଶିକାର ଉପରେ, ତଥା ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସମସ୍ୟାକୁ ଆଧାର କରି ପ୍ରାୟତଃ ଦରଖାସ୍ତ ଓ ପତ୍ର ଲିଖନ ଆସିଥାଏ। ଆଉ ଆର୍ଥିକ ସାହାଯ୍ୟ ଗୋଟେ ମଧ୍ୟ ଇମ୍ପୋର୍ଟାଣ୍ଟ। ତେଣୁ ଆକୁ ତୁମେ ବେଶ କରିକି ପିଲାମାନେ ତୁମର ପ୍ରିପାରେସନ୍ ଜାରି ରଖିବ। କିନ୍ତୁ ଗୋଟେ ମାଇଣ୍ଡ ସେଟଅପ୍ ବହୁତ ଇମ୍ପୋର୍ଟାଣ୍ଟ। ପରୀକ୍ଷା ପୂର୍ବରୁ ହିଁ ସପୋଜ ଏଇଟା ଆସିଲା ତ ମୁଁ କ'ଣ ଲେଖିବି ବୋଲିବା ଜିନିଷ ତୁମେ ଟିକେ ଏବେଠୁ ହିଁ ଲେଖାଲେଖି ଆରମ୍ଭ କରିବା ଦରକାର। ଦେଖ, ସେଲ୍ଫ ପ୍ରାକ୍ଟିସ୍ ଉପରେ ହିଁ ତୁମର ମାର୍କ ଆଉ ରାଇଟିଂ ସ୍କିଲ୍ ଆଉ ସ୍ମରଣ ଶକ୍ତି ତିନିଟା ଯାକ ଡିପେଣ୍ଡ କରୁଛି, ଯେଉଁ ସବଜେକ୍ଟ ହଉ ନା କାହିଁକି। ତେଣୁ ତୁମେ ये विषय टिके गुरुत्व दियो पिलाମାନେ। ओके स्टूडेंट्स, थैंक यू वेरी मच फॉर वाचिंग। प्लीज लाइक एंड सब्सक्राइब।